जागो हे जागो हे जागो हे जागो हे जागो हे प्रभु अनंत सुंदर भगवान आमर इष्ट देव प्रभु जगन्नाथ बलभद्र सुभद्रा सुदर्शन विश्ववंद्य प्रभु लिंगराज केदार गौरी खंडगिरी बारभुजी गुहाशुणी ये समस्ते बलिया पई एक अभिन्न समस्ते प्रकृत रे गोटिए कारीगर जेमती भिन्न भिन्न मूर्ति गढ़ी लोकमानंकु भिन्न भिन्न नाम रे मूर्ति को विक्रय करिथाए
ସେହିପରି ଆମ ହିନ୍ଦୁ ଧର୍ମରେ ବା ହିନ୍ଦୁ ସନାତନ ଧର୍ମରେ ସେଭଳି ବିଭିନ୍ନ ବିଭିନ୍ନ ରୂପ ବିଭିନ୍ନ ନାମରେ ଆମେ ସମାଜରେ ତାଙ୍କୁ ପୂଜା କରୁ ବା ଆମେ ତାଙ୍କ ପାଖରୁ କୃପା ଭିକ୍ଷା କରୁ। କିନ୍ତୁ ପ୍ରକୃତରେ କୃପା ଦିଅନ୍ତି ଜଣେ, ସେ ହେଉଛନ୍ତି ଯାହାଙ୍କୁ ଆମେ କହୁଛୁ ଅଲମାଇଟି ଅଫ୍ ୟୁନିଭର୍ସ, ସେଇ ସର୍ବଶକ୍ତିମାନ ପ୍ରଭୁ ଯାହାଙ୍କୁ ଆମେ କହୁଛୁ ଅନନ୍ତ ଜଗନ୍ନାଥ ଇତ୍ୟାଦି। ତେଣୁ ଆମର ଭୁଲ ହେଉଛି ଗୋଟେ ଗୋଟେ ଜାଗାରେ ଯେ ଅଭିନ୍ନ ସୁନ୍ଦର ଠାକୁର ଅଭିରାମ ଗୋଟେ କଥାରେ କହିଲେ, ଜଣେ କହିବେ ମୋର ହେଉଛନ୍ତି ନୃସିଂହ ଠାକୁର, ଆଉ କିଏ ବଡ଼ ବା ଶ୍ରେଷ୍ଠ ଆମେ ଜାଣିନୁ, ଆମେ କେବଳ ନୃସିଂହ। ଥରେ ଏଲାହାବାଦ ପ୍ରୟାଗ ତୀର୍ଥରେ ଅନେକ ସାଧୁସନ୍ତମାନଙ୍କୁ ଗୋଟିଏ ପ୍ରଶ୍ନ ପଚାରିଥିଲି ଯେ ସନାତନ ଧର୍ମର ମୂଳ शास्त्र क्या था, अब क्या है और क्या होगा। ये सब माने माने उत्तर देइथिले माने 90% साधु। अब वेद था लेकिन अब वेद नहीं होगा, रामचरित्र मानस होगा। क्या ये थिला सेमानकर कथा। वेद हेइथिला सी आउ बर्तमान दरकार नहीं, रामचरित्र मानस वर्तमान हम। ये जो कथा गुड़िक सब आम समाज रे चले सेइथिपाई आम भितरे विभेद प्रभेद सृष्टि हुए। किंतु जे रामचरित्र मानस लिखिछन्ति सी राम को पूजिचन्ति, वेद वेदांत को मंथन करी तांकर सब पद देइचन्ति लिखिचन्ति। किंतु आमे जे पढ़िला वाला आमे कहूचु सेइति भला आ सब खराब। यही सब होउची कथा। अभिन्न सुंदर कहिले देवता देवता आंभर नृसिंह श्रेष्ठ आंबे बोलाऊ, नृसिंह छड़ा आंबे अन्य काकू जानी नाऊ। प्रकृत से जहाँ लिखिचंदी से जी नृसिंह से कहे आमे आउड़ा क्या जान सब गुड़ाक जमी अलिया आवर्तना भया लगे। से भाव मधुसूदन कहले अनित्य असत्य जा तहिरे भूलाओ किया, माँ बाप तुम्भे आहा कहू नहीं तो कहीं। आमे अनित्य को नित्य बोली भावुछु, जी प्रकृत रे आमर नित्य सत्य शाश्वत चिरंतन सी कथार आम मुंड पशु नहीं। तेणु प्रकृत अनित्य को छाड़ी हबनी। बाप माँ अनित्य आ बोली बापा को छाड़दवा ना। तेणु अनित्य को आमे धारण करिबा, सम्मान प्रदर्शन करी से नित्य सत्य चिरंतन शाश्वत अभिनव तांकरी पादरे निजको जीवन तांकरी कथारे तांकरी पादरे मनटी को रखिबा। ये होउची प्रकृत कथा। वैकुंठ कहले ना यहीटा को स्वर रे बोलिबा। छाड़ो आन संगीत गाओता नामामृत थोई से पदे चित काम करी जाहात। छाड़ो आन संगीत गाओता नामामृत
ବ୍ରୁତ ହୋଇ ସେ ପାଦେ ଚିତ କାମ କରି ଯା ନୀତି ସଞ୍ଜ ସକାଳେ ଜଣା ତାଙ୍କୁ ବିକଳେ ନୀତି ସଞ୍ଜ ସକାଳେ ଜଣା ତାଙ୍କୁ କାଳେ କାଳେ କରନ୍ତୁ ସେ ଶୁଭ ଆଶିଷ ଦାନ କାଳେ କରନ୍ତୁ ସେ ଶୁଭାଶିଷ ଦାନ ଛାଡ଼ ଆନ ସଙ୍ଗୀତ ଗାଅ ତା ନାମାମୃତ ହୋଇ ସେ ପାଦେ ଚିତ କାମ କରି ଯାହା କେତେ ସୁନ୍ଦର କଥାଟିଏ କହିଲେ। ଏ ମଣିଷ କଣ ଆଡୁ ସାଡୁ ଗୁଡାଏ କହୁଛ କାଉଛ କଣ କହୁଛ ତୁମେ କଣ ଭାବୁଛ କି କଣ ସେମିତି ଗୋଟେ ଆଡୁରୁ ସାଡୁରୁ କଣ ଆମେ ମିଲୋଡି ଗାଉଛୁ ଆମେ ମିଲୋଡି କର ମିଲୋଡିୟସ୍ ମିଲୋଡି କଣ କେବଳ ଏଇ ଶୃଙ୍ଗାର ସଙ୍ଗୀତରେ ମିଲୋଡି କରିବ ଜାତୀୟ ସଙ୍ଗୀତ ନାହିଁ ଜାତୀୟ ସଙ୍ଗୀତ ମୁଁ ଜନଗଣ କହୁନି ଜାତି ପାଇଁ ଅନେକ ସଙ୍ଗୀତ ଲେଖା ହେଇଛି ଗ୍ରାମ୍ୟ ସଙ୍ଗୀତ ଆଡୁ ସାଡୁ କାହିଁ ଗାଉଛ ଜଗନ୍ନାଥଙ୍କ ସଙ୍ଗୀତ ଗାଉନା ତେଣୁ ଅନ୍ୟ ଆଡେ ଚିତ୍ତ ବିଭ୍ରାନ୍ତ ନ କରି ନିଜ ଜୀବନକୁ ଧନ୍ୟ କର ନିଜ ଜୀବନକୁ ସୁଧନ୍ୟ କର ଇଏ ସଂସାର ପାଇଁ କିଛି କାମ କରୁ କରୁ ଆମ ଜୀବନ ଦୀପ ଲିଭି ଯାଉ ଏହା ହେଉଛି ଆମର ସର୍ବଶ୍ରେଷ୍ଠ କାମ୍ୟ ହେବା ଉଚିତ। ଆଚ୍ଛା ଏବେ ବାୟା ବାବାଙ୍କ କଥାଟି ଆଲୋଚନା କରିବା। ସେ କହିଲେ ବାୟା କହିଲେ ପ୍ରେମ ଠାରୁ ବଳି ଯୋଗ ତପସ୍ୟା ଜ୍ଞାନ ସାଧନ ନାହିଁ। ଆଜି ରୁଷିଆ ୟୁକ୍ରେନ ଭିତରେ ଯୁଦ୍ଧ ଲାଗିଛି। ଆଜି ଭାରତ ପାକିସ୍ତାନ ସୀମାନ୍ତରେ ମୃଦୁ ଯୁଦ୍ଧ ଚାଲିଛି ଶୀତଳ ଯୁଦ୍ଧ ଚାଲିଛି। କଣ ପାଇଁ ଚାଲିଛି ଆଫଗାନିସ୍ତାନରେ ଚାଲିଛି କଣ ପାଇଁ ଚାଲିଛି ସେଠି ଅସ୍ତ୍ରକୁ ନେଇ ଯୁଦ୍ଧ କରାଯାଉଛି। ଅସ୍ତ୍ରର ଧମକରେ ଜଣେ ଭୟଭୀତ ହେଇ ଆତ୍ମସମର୍ପଣ କରିପାରେ କିନ୍ତୁ ଆନ୍ତରିକତାର ସହିତ ସେ ଆତ୍ମସମର୍ପଣ କରିବ ନାହିଁ। ଏହାର ପ୍ରମାଣ ମିଳିଛି ଅଶୋକଙ୍କ ଠାରୁ। ଚଣ୍ଡାଶୋକ ଥିଲେ ତହିଁ ଧର୍ମାଶୋକ ହେଲେ ତହିଁ ସଂସାରେ ଗାଇ ବୁଲିଲେ ବ୍ରହ୍ମ ନାମ ଗାଇ ଗାଇ। ସିଏ କହିଥିଲେ ମଣିଷର ହୃଦୟକୁ ତରବାରୀରେ ଜୟ କରି ହବ ନାହିଁ ପ୍ରେମରେ ଜୟ କର। ଥରେ ମୁଁ ଟ୍ରେନରେ ବସିଥିଲି ବହୁତ ଦିନ ତଳର କଥା। ଗୋଟିଏ ମା ତା ପୁଅଟି ତାକୁ ରେଲୱେ ଷ୍ଟେସନରେ ଛାଡ଼ିକିରି ଯାଉଛି ରେଳ ଛାଡ଼ିଲା। ତା ମାଟି କହିଲା ଆଇ ଲଭ୍ ୟୁ ବେଟା। ମୋତେ ଏତେ ଭଲ ଲାଗିଲା ମା ତାର ଛୁଆକୁ ବିଦାୟ ଦେଲା ବେଳେ କହୁଛି ଆଇ ଲଭ୍ ୟୁ ବେଟା। ତେଣୁ କେତେ ସୁନ୍ଦର କଥା। ଆଜିର ପିଲାମାନେ କ'ଣ ଆଇ ଲଭ୍ ୟୁ ମାକୁ କହୁଛନ୍ତି ବାପାକୁ କହୁଛନ୍ତି? ଆଇ ଲଭ୍ ୟୁ ର ଅର୍ଥ ପ୍ରକୃତ ବୁଝିଛନ୍ତି କି? ତା ମଧ୍ୟ ବୁଝିନାହାନ୍ତି। କେବଳ ପୁଅ ଝିଅ ଭିତରେ ପ୍ରେମ ଆଦାନ ପ୍ରଦାନର
ବାକ୍ୟଟି ହେଇଛି ଆଇ ଲଭ୍ ୟୁ। LOVE love. It is completely eternal and truth. Satya. LUB learning. तुम्हें पंडित हुआ, ज्ञानी हुआ। ओबीडियंट, यू बी ओबीडियंट, तुम्हें उदार हुआ। भी स्वीट वर्सन, तुमर वाक्य सुंदर मिठा वाक्य हो, माने वाक्य तो सुंदर हो गला। इटर्नाल शाश्वत चिरंतन नित्य। प्रेम ठारू बड़ी बड़ कथा दुनिया रे कौन अच्छी कि यही लव शब्द भीतर सबू अच्छी। अरे पिला माने तुम तो बहुत लव कलनी, कौन पाइच? किए सुइसाइड करिछि, किए डिवोर्स करिछि। शुणु गोटे जीवनर उदाहरण कहूँ, वास्तव कथाटे। जड़े आम गाँर अपर्ति महांती बोली जड़े पारालिसिस रोगरे पीड़ित चली पार नथिले। आमे केबे देखिनु से चलवा, ये के पिला दिन चालू उठिबे कि कौन। ये दुईटी विवाह करथिले। मोर बापांकर माउसी, हाँ बापांकर माउसी की से विवाह करथिले। से चलीगला पर आउ गोटे स्त्री से ग्रहण कले। सी सबुदिन तांको सेवा करती। सी जने होमियोपैथिक डॉक्टर थिले, स्कूल टीचर भी थिले, पोस्टमास्टर भी काम करुले। एमती सब जीवन किंतु कर्ममय जीवन थिला। एवं जने वैष्णव प्रेमी मध्य थिले। दिने गोटे कथा प्रसंग रे मु तांको नाती हिसाब हेबी। पिलाड़िया कथा आम बेले बेले जाऊ। सी आमको कहती कौन बंधु आइल, आम को कौन जेजे कौन होमियोपैथिक दब, एमती आम सब कथबार्ता हो। स्त्री दिने बसी थे गोटे कौन मुझे मोर मन पड़ूनी से कथाटा मन पड़नी बांधी छंदी कह भल नुहे। स्त्री सांगे सांगे कही उठिले, मु तांकु केते सेवा करूची, केते तांकु मु जत्न नउची। मु जदि आगे चली जीवी तांको सेवा करिवो किए, तांको काम करिवो किए। आजिर पुओ बहु माने ता केबे भी करिवे नाही। तेणु मु चाहूची प्रभु को डाकुची से आगे जातु, तांको काम सरीबो तापर। ये गोटे जीवन उदाहरण। ये हूँ गोटे वन टाइप ऑफ इटर्नल लव। द्वितीय आम आश्रम रे बोले अनंत क्षेत्र रे धुन मास्त्र बोली जड़े बाबा थे। तांको स्त्री मध्य माताजी थे। सी स्वामी की दिने बुझौता तमें कहीं व्यस्त हो, तमें आगे बाबा को कहीकि तमें आग जाओ, विदाय नियो, तुम काम सरू, मु मोर जमती जीवा कथा जीवी आ बलिया बुझीब। प्रकृत रे सेया हला। सी थे मो आसर जड़े कमेडियन, मत हसौले। सी आगे गले, तापरे तार बहुत दिन पर से गले।
ତେଣୁ ମୋତେ ଲାଗେ ପ୍ରକୃତରେ ସେମାନେ ସ୍ୱାମୀ କ'ଣ ବୁଝିଥିଲେ, ଆଜିର ସ୍ତ୍ରୀମାନେ ସେତିକି ବୁଝିବା ପାଇଁ ପ୍ରସ୍ତୁତ ନୁହନ୍ତି। ଅନେକ ସ୍ତ୍ରୀମାନେ କୁହନ୍ତି ମୁଁ ଆଗ ଯିବି। ଜଣେ ମୋ ଗାଁ ପାଖର ଜଣେ ମା କହିଲେ ସିଏ ମୁଁ ଆଗ ଯାଇଥାନ୍ତି, ସିଏ ପଛରେ ଯାଇଥାନ୍ତେ, ସିଏ କାହିଁକି ଆଗରେ ଗଲେ, ମୁଁ ଆଉ ରହିପାରିବିନି, ମୁଁ ବି ତାପରେ ଯିବି। ଏ ଗଲେ 6 ମାସ ଭିତରେ ସେ ବି ଗଲେ। ଚୈତନ୍ୟକୁ ଦର୍ଶନ କରନ୍ତି ହରିଦାସ, ଜବନ ହରିଦାସ, ଯାହାଙ୍କର ସମାଧି ପୁରୀର ସ୍ୱର୍ଗଦ୍ୱାରରେ। ଦିନେ ଚୈତନ୍ୟ ସବୁଦିନେ ଚୈତନ୍ୟ ଆସନ୍ତି ଦର୍ଶନ ଦେବା ପାଇଁ ହରିଦାସଙ୍କୁ। ହରିଦାସ ଟିକେ ଦୂରେଇକି ବସନ୍ତି, କାରଣ ସେ ଜଣେ ମୁସଲମାନ ସାଧକ, ସେ ତାଙ୍କୁ ନିଜେ ନିଜେ ବସନ୍ତି। দিনে ঠাকুর হরিদাস কহিলে মহাপ্রভু আমি কাল চলে যাব। চৈতন্য কহিলে কোথায় যাব? না আমি চলে যাব নিত্য নামে। কেন? না আমি অনুভব করেছে আপনি আর অল্প দিনের মাঝে আপনি চলে যাবে। আমি তাকে দেখতে পারবো না, সহায় করতে পারবো না, এই জন্য আমি বলছি আমি কাল চলে যাব। মহাপ্রভু বললেন কি? মহাপ্রভু কিছু কইলেনি, ফেরিয়া চলে। প্রকৃতরে সে আগ চালিগলে। মহাপ্রভু চৈতন্য সুন্দর প্রেমাবতার তাଙ୍କୁ স্বর্গদ্বারে দাহ করি আমার হরিদাস ঠাকুর চলে গেল, আমি তার জন্য মহোৎসব করব। সেদিনর রাজা প্রতাপ রুদ্রদেবঙ্কর গুরু চৈতন্য ভিক্ষা মাগিলে মানে এমতি ব্যবসায়ী মানে সবু বলে সবু নেই যাଆନ୍ତୁ। ସେଥିପାଇଁ ଓଡ଼ିଆ ଭାଗବତରେ ଲେଖା ହେଲା ଯାର ଯେ ମନ୍ତ ভাব দে নাম বুঝিয় ঈশ্বরতি যার যে মন্ত ভাব দে নাম বুঝিয় ঈশ্বরতি। এইଥିପାଇଁ ବାୟା କହିଲେ ପ୍ରେମ ଠାରୁ ବଳି ଯୋଗ, ତପସ୍ୟା ଜ୍ଞାନ ସାଧନା ନାହିଁ। ପ୍ରେମ ହେଉଛି ସବୁଠାରୁ ଶ୍ରେଷ୍ଠ ଯୋଗ। ଭକ୍ତ ଭଗବାନ, ଗୁରୁ ଶିଷ୍ୟ, ସ୍ୱାମୀ ସ୍ତ୍ରୀ ଏମିତି ସବୁ କଥା ଆଉ କ'ଣ, ଇଏ ପ୍ରେମ ଉପରେ ଆଧାରିତ। ହୃଦୟରେ ସର୍ବଦା ପ୍ରେମ ଭାବ ପୋଷଣ କର। ତେଣୁ ହେ ମଣିଷ ହୃଦୟରେ ସବୁବେଳେ ପ୍ରେମ ଭାବ ପୋଷଣ କର। ଗୋଟିଏ ଗୋଟିଏ ପିଲା ଆମର ସବୁଦିନ ଲାଇଭ୍ ଦେଖୁଛନ୍ତି। ଲାଇଭ୍ଟା ହେଉଛି କ'ଣ ତମରି ପାଇଁ? ସମସ୍ତଙ୍କ ପାଇଁ ହେଉଛି। ଗୋଟିଏ ଗୋଟିଏ ପିଲା ଏମିତି ବ୍ୟସ୍ତ ହେଇପଡ଼ୁଛନ୍ତି, ବାବା ଆପଣଙ୍କ ସାଙ୍ଗରେ ମୋର ବହୁତ କଥା ଅଛି। କହିଲେ ମୋତେ ଏତେ ସମୟ କାହିଁ ଏତେ କଥା ଶୁଣିବା ପାଇଁ? କ'ଣ ସଂକ୍ଷିପ୍ତରେ କହୁନୁ? ନା ମୁଁ ଅନୁଭବ କରୁଛି ଆପଣ ମୋ ପାଖରେ ସବୁବେଳେ ଅଛନ୍ତି। ହେଲା, ତୁ ଯଦି ଅନୁଭବ କଲୁ ମୋ ପାଖରେ ଅଛନ୍ତି, ମା ଆଗରେ ମାମୁଁ ଘର ଗପ ଗପିବା କ'ଣ ଦରକାର? ତୁ ଯଦି ଭାବୁଛୁ ମୁଁ ତୋ ପାଖରେ ସବୁବେଳେ ଅଛି, ତୁ ମୋତେ କେମିତି କହୁଛୁ? ତୁ ବା କହୁଛୁ ମୁଁ ତୋ ପାଖରେ ଅଛି, ଆଉ ତୁ ମୋତେ ହିଁ କହୁଛୁ ଆପଣ ମୋ ପାଖରେ ଅଛନ୍ତି। ଇଏ କି କଥା? ତାମାନେ ମୁଁ ତ ତତେ କହିଦେବି ତୁ ହଉଛୁ ମୋର ଶ୍ରେଷ୍ଠ ଭକ୍ତ। ଗୋପୀମାନେ କହୁଥିଲେ
କୃଷ୍ଣ ଆମ ପାଖରେ ଅଛନ୍ତି। ସମସ୍ତେ କହୁଥିଲେ କୃଷ୍ଣ ଆମ ପାଖରେ ଅଛନ୍ତି। ନା, କୃଷ୍ଣ ମୋ ପାଖରେ ଅଛନ୍ତି। ତେଣୁ ଏଇ ଭଳିଆ କଥା ସବୁ। ଆଉ ଗୋଟେ ପିଲା କହିବେ ବାବା ସେଦିନ କାହିଁ ଏ କଥା କହିଲେ? ମୁଁ ତୁ କ'ଣ ମୋର ପ୍ରାଇଭେଟ ସେକ୍ରେଟାରୀ? ତତେ ପଚାରିକି ମୁଁ କହିଥାନ୍ତି କ'ଣ କହିବି ବୋଲି। ନା, ଆପଣ ସେ କଥା କେବେ କହିବେନି। ମୁଁ କହିଲି ମୁଁ ମହାନ୍ତି କୂଳରେ ଜନ୍ମ ହେଇଥିଲି, ମୁଁ ମଧ୍ୟ ମୋ ଜିଦ୍ ଛାଡ଼ିବି ନାହିଁ। ମୁଁ ତାକୁ ଆହୁରି କଲରେଇକିରି ଆହୁରି ଭବିଷ୍ୟତ କହିବି। ତୁ ମୋ ନାଁରେ ଯଦି ମକଦ୍ଦମା କରିବୁ, ଯା ହାଇକୋର୍ଟରେ ମକଦ୍ଦମା କର, ମୁଁ ଲଢ଼ିବି। ତେଣୁ ଏ ପିଲାମାନେ, ଶ୍ରୋତାମାନେ, ଗତକାଲି ଦିଲ୍ଲୀରେ ତ ମୋତେ ଫୁଲରେ ପୋତି ପକାଇଲେ। ଭୁବନେଶ୍ୱରରେ ଆଜି ପହଞ୍ଚିଲାକୁ ଗୁଡ଼ାଏ ଫୁଲ ଧରିକିରି ମୋ ପାଖରେ ସବୁ ଠିଆ ହେଇଗଲେ। ମୁଁ ସେଇଆକୁ ଦେଖି ବିଗିଡ଼ି ଗଲି। ବୁଝେ ତୁ ଫୁଲ କ'ଣ ଆଣିଛ? କ'ଣ ବଢ଼ିଆ ତ ଆଇଲା, ଖୁସି ହବ। ଆଚ୍ଛା, ଏଠୁ ଗୋଟାଏ କିଏ କହିଲା ଗୋଟାଏ କିଏ କହିଲା ଆମେ ଠାକୁରଙ୍କୁ ଫୁଲ ଦେବୁ। ମୁଁ କହିଲି ହଁ, ତମରି ଭଳି ଶିଷ୍ୟ ସେବକମାନଙ୍କୁ, ଗୁରୁମାନଙ୍କୁ ଠାକୁର ସଜେଇ ତାଙ୍କୁ ଗର୍ବୀ ଅହଙ୍କାରୀ କରେଇ ଶେଷରେ ତାଙ୍କୁ ଭଣ୍ଡ ବାବାଜୀ ବୋଲି ସଜଉଛନ୍ତି। ତେଣୁ ତମେ ହିଁ କହୁଛ ଆମ ଠାକୁର ଆଇଲେ। ସେଟା କ'ଣ ପେଟ ଭିତରେ ରହିଲେ ହବନି? ଏଡ଼ିକି ପାଟିରେ କହୁଛ ଆମ ଠାକୁର ଅଛନ୍ତି। ତମେ ମୋ ପାଇଁ ଫୁଲ ରଖିଥିଲ, କିନ୍ତୁ ମୋ ସାଙ୍ଗରେ ସେଇ ପ୍ଲେନରେ ମୋ ଆଗ ଧାଡ଼ିରେ ବସିଥିବା ସେଇ ପଦ୍ମଶ୍ରୀ ବ୍ୟକ୍ତି ବସିଥିଲେ, ତାଙ୍କୁ ବି ଗୋଟିଏ ଫୁଲ ଦେବା କଥା। କାହିଁ ଫଳ ଟିକେ ଆଣିଲନି, ଫଳ ଦେଲନି, ମିଠା ଆଣିଲନି, ଟିକେ ଖୁଆଇ ଦେଲନି ତାଙ୍କୁ ସବୁ। ମୁଁ ତ ମିଠା ଖାଏନି। ଏସବୁ କିଛି ନାହିଁ। ଏଇ କଥା ଧରି ଗୋଟେ ପିଲାଙ୍କୁ କହିବ ଏ ତୁ କାହିଁ ଏତେ ଭାବପ୍ରବଣ ହେଉଛୁ? ସିଏ ଆମକୁ ଶିକ୍ଷା ଦେବେ ବାବା ଭାବପ୍ରବଣ କ'ଣ। ଆଉ ଆପଣ ଆଉ ମୋତେ ଭାବପ୍ରବଣ କହିବେନି। ହଁ ହେଲା, ଆଜିଠାରୁ ଆମେ ଆଉ କାନ୍ନାକ ଧରିଲୁ, ଭାବପ୍ରବଣ କହିବୁନି ଆଉ। ତେଣୁ କହିବୁ ନାହିଁ ଏସବୁ। ଇଟ୍ ଇଜ୍ ନଟ୍ ରିଏଲ୍ ଲଭ୍। ଲଭ୍ ଇଜ୍ ରିଏଲ୍ ସର୍ଭିସ୍, ରିଏଲ୍ ରେସ୍ପନ୍ସିବିଲିଟି। ଏଗୁଡ଼ିକ ଯଦି ଜୀବନରେ ହଜିଯାଏ ତାହେଲେ କର୍ତ୍ତବ୍ୟ କର, ପୁଅ ଝିଅଙ୍କୁ ଗଢ଼, ବାପ ମାଙ୍କର ସେବା କର, ଗଛଟିଏ ଲଗାଅ, ଗଛ ଲଗାଅ, ବଞ୍ଚାଅ, ଭଲ ଘରେ ରୁହ। ଚୋରି କରି 5 ତାଲା ବିଲ୍ଡିଂ, 5 ଜାଗାରେ 5 ତାଲା ବିଲ୍ଡିଂ କରନା। କୋଟି କୋଟି ଟଙ୍କାର ଆବଶ୍ୟକ ନାହିଁ। ବାଣ୍ଟି ଦିଅ ସୁନ୍ଦର ଭାବରେ, କେତେ ଲୋକଙ୍କୁ ବାଣ୍ଟି ଦିଅ। ଆଜି ଭାରତ ବର୍ଷରେ ଗୋଟେ ମନ୍ଦିର ତିଆରି କରିଛନ୍ତି। ବୃନ୍ଦାବନରେ ମୁଁ ଦେଖିଛି ଗଛଟିଏ ଆଉ ନାହିଁ। ସେ ମନ୍ଦିର କ'ଣ ଦେଶକୁ ଗଢ଼ିବ? ସେ ମନ୍ଦିରର ଭକ୍ତମାନଙ୍କୁ ବଳିଆ ପଚାରୁଛି ପ୍ରଶ୍ନ, ନିର୍ଭୀକ ଭାବରେ ପଚାରୁଛି, ମୋତେ ଉତ୍ତର ଦିଅ। ସିଏ ମନ୍ଦିର ଦେଶକୁ ଗଢ଼ିପାରିବ? ୟୁକ୍ରେନରେ ଆଜି କେତେ ଚର୍ଚ୍ଚ ଉପରେ ବମିଂ ହେଲାଣି। ଚର୍ଚ୍ଚ ରୋକିପାରୁଛି ଆତଙ୍କ କ'ଣ ଧ୍ୱଂସାସ୍ତ୍ରକୁ? ଆଜି ତମେ କରିଛ ବହୁତ କୋଟି କୋଟି ଟଙ୍କା। ଏ ଦେଶର ପଇସାକୁ ଆପଣମାନେ ଲୁଣ୍ଠନ କରିଛନ୍ତି। ଠାକୁରଙ୍କୁ ପୂଜିଛନ୍ତି, ସେଇଟା ଠିକ୍ ଅଛି। ଏ ଠାକୁରଙ୍କୁ ଭାବୁଛନ୍ତି, ଗୀତା ଭାଗବତ ରାମାୟଣ କହୁଛନ୍ତି, ସେ ସବୁ ଠିକ୍। ନାଲି ନେଳି ପୋଷାକ ସବୁ ଠିକ୍, କିନ୍ତୁ କୋଟି କୋଟି ଟଙ୍କାର ମନ୍ଦିର କରିଛ।
ତୁମେ ଦେଶର ଅନେକ ଅର୍ଥକୁ ତୁମେ ବରବାଦ କରିଛ। ଛୋଟିଆ ମନ୍ଦିର ହେଇଥିଲେ ହେଇନଥାନ୍ତା। ଧର୍ମଶାଳା କରିଛ ସେଇଟା ଠିକ୍, ସୁଲଭ ଶୌଚାଳୟ କରିଛ ସେଇଟା ଠିକ୍, ଗୋଟେ ଇଷ୍ଟଙ୍କୁ ଗୋଟେ ଭଲ ପରିଷ୍କାର ପରିଚ୍ଛନ୍ନ ଘରେ ରଖିଛ ସେଇଟା ମଧ୍ୟ ଠିକ୍, ଛୋଟ ଦେଉଳଟିଏ କରିଛ ସେଇଟା ବି ଠିକ୍, ସେଠି ଭୋଗ ଲଗେଇ ନିଜେ ଖାଉଛ ଅନ୍ୟକୁ ଦଉଛ ସେଇଟା ବି ଠିକ୍। କିନ୍ତୁ ଏତେ କ'ଣ ଦରକାର? ମୋ ଦେହ କ'ଣ ହେଇଯାଏ? କାହିଁକି ଦେହ କ'ଣ ହେଇଯାଏ? ଇଏ ଟଙ୍କାରେ ଗୋଟେ ଗଙ୍ଗା ନଦୀରେ ପୋଲ ହେଇପାରିଥାନ୍ତା, ଯମୁନାରେ ପୋଲ ହେଇପାରିଥାନ୍ତା, ଆମ ପାଇକାନିରେ ପୋଲ ତ ସରକାର କରୁଛନ୍ତି, ତମେ ସେ ପଇସା ସରକାରଙ୍କୁ ଦେଇଦେଲେ ସରକାର ତ ତାଙ୍କୁ କରିଦିଅନ୍ତେ। ହେ ମଣିଷ, ଦେଶପ୍ରେମୀ ହୁଅ, ଦେଶପ୍ରେମୀ ହୁଅ, ବିଶ୍ୱ ହିତ ପାଇଁ ପ୍ରାର୍ଥନା କର। ଏଣିକି ନିର୍ଭୀକ ଭାବରେ ଗଣତନ୍ତ୍ର ଓ ପରିବେଶର କଥା କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ବୁଲି ବୁଲି କହିବି। ଯଦି କିଏ ମୋତେ ଗୁଳି ମାରିଦେବ ତାହେଲେ ମଧ୍ୟ ମୋର ସେଇଥିରେ ମୁକ୍ତି ହେବ। ମୋର ମୁକ୍ତି ମୋକ୍ଷ ଦରକାର ନାହିଁ। ମୁଁ କହିବି, ସଭାରେ ବି କହିବି, ଗୁଳି କରି ମୋତେ ମାରିଦିଅ ପଛକେ, ଗଣତନ୍ତ୍ରକୁ ବଞ୍ଚାଅ ଏବଂ ପରିବେଶକୁ ବଞ୍ଚାଅ। ନିଜେ ଶାନ୍ତିରେ ବଞ୍ଚ, ଅନ୍ୟକୁ ଶାନ୍ତିରେ ବଞ୍ଚିବାକୁ ଦିଅ। ହରି ବୋଲ। ହରି ବୋଲ। राधे 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 राधे।